ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଗୁଜରାଟର ଭନ୍ତାରାସ୍ଥିତ ପ୍ରାଣୀ ଉଦ୍ଧାର ଏବଂ ଥଇଥାନ କେନ୍ଦ୍ର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ। ଇପିଆଇସି ନମ୍ବର ସମାନ ରହିଥିଲେ ମଧ୍ୟ ମତଦାତା ନକଲି ନୁହନ୍ତି ବୋଲି ସ୍ପଷ୍ଟ କଲେ ନିର୍ବାଚନ ଆୟୋଗ। ଜନସାଧାରଣଙ୍କ ଅଭିଯୋଗର ପ୍ରଭାବଶାଳୀ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଜାମ୍ମୁ କାଶ୍ମୀର ବିଜେପି ବିଧାୟକଙ୍କୁ ପରାମର୍ଶ ଦେଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ। ରମଜାନ ମାସ ପାଳନ ଅବସରରେ ଗାଜାରେ ଅସ୍ଥାୟୀ ଅସ୍ତ୍ରବିରତି ପ୍ରସ୍ତାବ ନେଇ ସମ୍ମତି ପ୍ରଦାନ କରିଛି ଇସ୍ରାଏଲ୍। ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଉ ଅଳ୍ପ ସମୟ ମଧ୍ୟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଜାମନଗର ଜିଲ୍ଲାର ଭନ୍ତାରାସ୍ଥିତ ପ୍ରାଣୀ ଉଦ୍ଧାର ଏବଂ ଥଇଥାନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ପାଖାପାଖି 3,000 ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଏହି କେନ୍ଦ୍ର ପ୍ରାଣୀ ସମ୍ପଦର ଉଦ୍ଧାର, ସଂରକ୍ଷଣ ଏବଂ ଥଇଥାନ ଦିଗରେ କାର୍ଯ୍ୟ କରିଥାଏ। 3 ଦିନିଆ ଗୁଜରାଟ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଗତ ସନ୍ଧ୍ୟାରେ ଜାମନଗରରେ ପହଞ୍ଚିଥିଲେ। ଶ୍ରୀ ମୋଦି ଆଜି ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ସେଠାରୁ ସେ ଗିର୍ ଜାତୀୟ ଉଦ୍ୟାନର ମୁଖ୍ୟାଳୟ ଶାସନ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅଧ୍ୟକ୍ଷ ଭାବେ ସୋମନାଥ ଟ୍ରଷ୍ଟ ବୋର୍ଡର ଏକ ବୈଠକରେ ମଧ୍ୟ ଯୋଗଦେବେ। ଏହି ଟ୍ରଷ୍ଟ ବିଶ୍ୱପ୍ରସିଦ୍ଧ ସୋମନାଥ ମନ୍ଦିରର ପରିଚାଳନା କାର୍ଯ୍ୟ କରିଥାଏ। ଶ୍ରୀ ମୋଦି ଆସନ୍ତାକାଲି ଗିର୍ ଜାତୀୟ ଉଦ୍ୟାନରେ ଜଙ୍ଗଲ ସଫାରୀ ଯାତ୍ରା କରିବେ। ଶାସନଠାରେ ମଧ୍ୟ ଜାତୀୟ ବନ୍ୟପ୍ରାଣୀ ବୋର୍ଡର 7ମ ବୈଠକରେ ଅଧ୍ୟକ୍ଷତା କରିବେ। ବନ୍ୟପ୍ରାଣୀ ସମ୍ବନ୍ଧୀୟ ଜାତୀୟସ୍ତରୀୟ ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ଦେଶରେ ବନ୍ୟଜନ୍ତୁ ଏବଂ ଜଙ୍ଗଲର ସଂରକ୍ଷଣ ଏବଂ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ଦିଗରେ ଏହି ବୋର୍ଡ କାର୍ଯ୍ୟ କରିଥାଏ। ପ୍ରଧାନମନ୍ତ୍ରୀ ଜାତୀୟ ବନ୍ୟପ୍ରାଣୀ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ପବିତ୍ର ରମଜାନ ମାସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ମାସ ସମାଜରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଆଣିଦେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ରମଜାନ ମାସ କୃତଜ୍ଞତା ଓ ଭକ୍ତିର ପ୍ରତୀକ ଏବଂ ଏହା ଦେଶବାସୀଙ୍କୁ କରୁଣା, ଦୟା ଓ ସେବାର ମୂଲ୍ୟବୋଧ ବିଷୟରେ ମନେ ପକାଇଥାଏ। ସୂଚନାଯୋଗ୍ୟ, ସମଗ୍ର ଦେଶରେ ଆଜିଠାରୁ ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି। ଗତ ଶୁକ୍ରବାର ଦିନ ଚନ୍ଦ୍ର ଦୃଶ୍ୟମାନ ହୋଇନଥିବାରୁ ମୁସଲମାନ ଭାଇ ଭଉଣୀମାନେ ଆଜିଠାରୁ ରମଜାନ ପାଳନ ଆରମ୍ଭ କରିଛନ୍ତି। ଏହି ମାସରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମୁସଲମାନ ସମ୍ପ୍ରଦାୟଙ୍କ ପକ୍ଷରୁ ତ୍ରୟୀ ପ୍ରାର୍ଥନା ଅନୁଷ୍ଠିତ ହୁଏ। ଇଦ୍ ଉଲ୍ ଫିତର ପର୍ବ ପାଳନ ଅବସରରେ ରମଜାନ ମାସ ଶେଷ ହେବ। ଉପସାଗରୀୟ ଦେଶଗୁଡ଼ିକରେ ଗତକାଲିଠାରୁ ରମଜାନ ମାସ ଆରମ୍ଭ ହୋଇଛି। ବାଂଲାଦେଶରେ ମଧ୍ୟ ଆଜିଠାରୁ ରମଜାନ ମାସ ଆରମ୍ଭ ହୋଇଛି। ସେଠାରେ ରମଜାନକୁ ରାମଦାନ ବୋଲି ମଧ୍ୟ କୁହାଯାଏ। ଇସଲାମିକ୍ କ୍ୟାଲେଣ୍ଡରରେ ଏହି ମାସ ନବମ ମାସ ଭାବେ ପରିଗଣିତ ହୋଇଥାଏ। ସେଠାରେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ ଏହି ଅବସରରେ ନୂତନ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବାର ପରମ୍ପରା ରହିଛି। ନିର୍ବାଚନ ଆୟୋଗ କହିଛନ୍ତି, ଇପିଆଇସି ନମ୍ବର ସମାନ ରହିଥିଲେ ମଧ୍ୟ ମତଦାତା ନକଲି ବୋଲି କୁହାଯାଇପାରିବ ନାହିଁ। ସମାନ ଇପିଆଇସି ନମ୍ବର ଥିବା ଦୁଇଟି ଭିନ୍ନ ଭିନ୍ନ ରାଜ୍ୟର ଭୋଟରଙ୍କ ପ୍ରସଙ୍ଗକୁ ନେଇ କେତେକ ଗଣମାଧ୍ୟମରେ ପ୍ରଚାରିତ ଖବର ଆଧାରରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ସ୍ପଷ୍ଟୋକ୍ତି ପ୍ରଦାନ କରାଯାଇଛି। ଆୟୋଗ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଯେ ମତଦାତା କେବଳ ନିଜ ନିର୍ବାଚନ ମଣ୍ଡଳୀର ନିର୍ଦ୍ଧାରିତ ମତଦାନ କେନ୍ଦ୍ରରେ ଭୋଟ ଦେଇପାରିବେ। ଭୋଟର ତାଲିକା ଡାଟାବେସ୍କୁ ଇରୋନେଟ୍ ପ୍ଲାଟଫର୍ମକୁ ସ୍ଥାନାନ୍ତର ସମୟରେ ଏକ ବିକେନ୍ଦ୍ରୀକୃତ ଏବଂ ମାନୁଆଲ ବ୍ୟବସ୍ଥା ଅନୁସରଣ କରାଯାଉଥିବାରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଭୋଟରଙ୍କୁ ସମାନ ଇପିଆଇସି ନମ୍ବର ଆବଣ୍ଟିତ ହୋଇଥାଏ। ତେବେ ଏ ସଂକ୍ରାନ୍ତ ଆଶଙ୍କାକୁ ଦୂର କରିବା ପାଇଁ ପଞ୍ଜୀକୃତ ଭୋଟରଙ୍କୁ ଏକକ ଇପିଆଇସି ନମ୍ବର ଆବଣ୍ଟନ ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଆୟୋଗ ସୂଚନା ଦେଇଛନ୍ତି। ଜନସାଧାରଣଙ୍କ ଅଭିଯୋଗରେ ପ୍ରଭାବଶାଳୀ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ପରାମର୍ଶ ଦେଇଛନ୍ତି। ଜମ୍ମୁର କଟରାଠାରେ ଦଳୀୟ ବିଧାୟକଙ୍କ 2 ଦିନିଆ ବିଧାୟକ ପ୍ରଶିକ୍ଷଣ ଶିବିରର ଉଦ୍ଯାପନୀ ଅଧିବେଶନରେ ଯୋଗଦେଇ ଶ୍ରୀ ନଡ୍ଡା ଏହା କହିଛନ୍ତି। ରାଜନୈତିକ ଚିନ୍ତାଧାରାରୁ ଊର୍ଦ୍ଧ୍ୱକୁ ଉଠି ନିର୍ବାଚନ ମଣ୍ଡଳୀର ବିକାଶକୁ ପ୍ରାଥମିକତା ଦେବା ସହିତ ଲୋକଙ୍କ ସହ ଗଭୀର ସମ୍ପର୍କ ବଜାୟ ରଖିବାକୁ ଦଳୀୟ ବିଧାୟକଙ୍କୁ ସେ ଆହ୍ୱାନ ଦେଇଛନ୍ତି। ଜନସାଧାରଣଙ୍କ ସମସ୍ୟାର ସମାଧାନ ଦିଗରେ ଭଲ ଶ୍ରୋତା ହେବାକୁ ସେ ପରାମର୍ଶ ଦେଇଛନ୍ତି। ଅନୁସୂଚିତ ଜାତି ଏବଂ ଜନଜାତି ଅଞ୍ଚଳକୁ ନିୟମିତ ପରିଦର୍ଶନ କରି ସେଠାରେ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱ ଆରୋପ କରିଛନ୍ତି। କର୍ମକର୍ତ୍ତା ନିର୍ମାଣର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଉତ୍ତମ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଛନ୍ତି। ଏହି ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଯୋଗ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ରମଜାନ ମାସ ପାଳନ ଅବସରରେ ଗାଜାରେ ଅସ୍ଥାୟୀ ଅସ୍ତ୍ରବିରତି ପ୍ରସ୍ତାବ ନେଇ ଇସ୍ରାଏଲ୍ ସମ୍ମତି ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ ଅସ୍ତ୍ରବିରତି ଅବଧି ବୃଦ୍ଧି ପାଇଁ ଆମେରିକାର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟ୍କଫ୍ଙ୍କ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବାକୁ ଇସ୍ରାଏଲ୍ ସମ୍ମତ ହୋଇଛି। ଅସ୍ତ୍ରବିରତିର ପ୍ରଥମ ପର୍ଯ୍ୟାୟର ଅବଧି ଗତକାଲି ଶେଷ ହୋଇଥିବା ବେଳେ ଇସ୍ରାଏଲ୍ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି। ହମାସ୍ ଏହି ପ୍ରସ୍ତାବରେ ସମ୍ମତି ପ୍ରଦାନ ଆଧାରରେ ହିଁ ଇସ୍ରାଏଲ୍ ପରବର୍ତ୍ତୀ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି ବୋଲି ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅସ୍ତ୍ରବିରତି ପରିପ୍ରେକ୍ଷୀରେ ଅବଶିଷ୍ଟ ପଣବନ୍ଦୀ ଏବଂ କଏଦୀଙ୍କୁ ଉଭୟ ପକ୍ଷରୁ ମୁକ୍ତ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ପ୍ରଥମ ପର୍ଯ୍ୟାୟ ଅବଧି ବୃଦ୍ଧି ପାଇଁ ଇସ୍ରାଏଲ୍ର ପ୍ରସ୍ତାବକୁ ହମାସ୍ ଗତକାଲି ପ୍ରତ୍ୟାଖ୍ୟାନ କରିଥିଲା। ଇଜିପ୍ଟର କାଇରୋରେ ଅସ୍ତ୍ରବିରତି ନେଇ ଆଲୋଚନା ଜାରି ରହିଥିଲେ ମଧ୍ୟ କୌଣସି ନିଷ୍କର୍ଷ ଏପର୍ଯ୍ୟନ୍ତ ବାହାରି ପାରିନାହିଁ। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତି ଜାନୁଆରୀ 19 ତାରିଖରୁ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଇସ୍ରାଏଲ୍ ପକ୍ଷରୁ 1,900 ପାଲେଷ୍ଟାଇନ୍ ବନ୍ଦୀଙ୍କ ବଦଳରେ ହମାସ୍ 33 ଜଣ ଇସ୍ରାଏଲ୍ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲା ଅନ୍ତର୍ଗତ ମାନା ଗାଁରେ ହିମସ୍ଖଳନ ପ୍ରଭାବିତ ବିଆର୍ଓ କ୍ୟାମ୍ପ ଅଞ୍ଚଳରୁ 51 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା 4 ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ବରଫ ଭିତରେ ପୋତି ହୋଇ ପଡ଼ିଥିବା ଅନ୍ୟ 4 ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ କାର୍ଯ୍ୟ ଜାରି ରହିଛି। ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ସଚିବ ବିନୋଦ କୁମାର ସୁମନ ଆଜି ସକାଳୁ ଆକାଶବାଣୀ ସମ୍ବାଦ ବିଭାଗକୁ ସୂଚନା ଦେଇ କହିଛନ୍ତି, ଶ୍ରମିକଙ୍କୁ ଖୋଜିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରବଳ ତୁଷାରପାତକୁ ଦୃଷ୍ଟିରେ ରଖି ଆସନ୍ତା 3 ଦିନ ପର୍ଯ୍ୟନ୍ତ ଓଲି ଏବଂ ହର୍ସିଲ୍ ଯାତ୍ରା ନ କରିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପର୍ଯ୍ୟଟକଙ୍କୁ ଅନୁରୋଧ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ସପ୍ତାହରେ ଉତ୍ତରାଖଣ୍ଡରେ ପାଗ ସ୍ୱଚ୍ଛ ରହିବ। ତେବେ କେତେକ ସ୍ଥାନରେ ହାଲୁକା ବର୍ଷା ଏବଂ ତୁଷାରପାତ ହୋଇପାରେ। ସୂଚନାଯୋଗ୍ୟ ଗତ ଶୁକ୍ରବାର ସକାଳେ ମାନା ଏବଂ ବଦ୍ରିନାଥ ମଧ୍ୟରେ ଥିବା ସୀମା ସଡ଼କ ସଂଗଠନ ବିଆର୍ଓ କ୍ୟାମ୍ପ ନିକଟରେ ହିମସ୍ଖଳନ ଯୋଗୁଁ 55 ଜଣ ଶ୍ରମିକ ପୋତି ହୋଇ ପଡ଼ିଥିଲେ। ହରିୟାଣାରେ ସ୍ଥାନୀୟ ଅଞ୍ଚଳ ପରିଷଦଗୁଡ଼ିକ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି। ସକାଳ 8ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଏହି ନିର୍ବାଚନ ପ୍ରକ୍ରିୟାରେ ଅଧିକରୁ ଅଧିକ ଅଂଶଗ୍ରହଣ କରିବାକୁ ହରିୟାଣାବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ମଧ୍ୟାହ୍ନ ସୁଦ୍ଧା ବିଭିନ୍ନ ଅଞ୍ଚଳରେ 19ରୁ 35% ମତଦାନ ହୋଇଥିବା ଜଣାପଡ଼ିଛି। ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଆଉ ଅଳ୍ପ ସମୟ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେବ। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 2:30ଟାରେ ଆରମ୍ଭ ହେବ। ଉଭୟ ଦଳ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚି ସାରିଛନ୍ତି। ତେବେ ଗ୍ରୁପ୍ ପର୍ଯ୍ୟାୟ ତାଲିକାରେ ଶୀର୍ଷସ୍ଥାନ ହାସଲ କରିବାରେ ଉଭୟ ଦଳ ଚେଷ୍ଟା କରିବେ। ବିଜୟୀ ଦଳ ଆସନ୍ତା ମଙ୍ଗଳବାର ଦିନ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଭେଟିବ। ଅନ୍ୟପକ୍ଷରେ ବୁଧବାର ଦିନ ଦକ୍ଷିଣ ଆଫ୍ରିକା ଏବଂ ଆଜି ମ୍ୟାଚ୍ରେ ହାରିଥିବା ଦଳ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମୁକାବିଲା ହେବ। ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। କରାଚିଠାରେ ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ 7 ୱିକେଟ୍ରେ ପରାସ୍ତ କରିଛି। ଗ୍ରୁପ୍ ବି ପର୍ଯ୍ୟାୟ ତାଲିକାରେ ଦକ୍ଷିଣ ଆଫ୍ରିକା ଶୀର୍ଷ ସ୍ଥାନରେ ପହଞ୍ଚିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି। ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆକୁ ନେଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲ୍ ପର୍ଯ୍ୟାୟ ଖେଳାଯିବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ବେଙ୍ଗାଲୁରୁ ଏଫ୍ସି ଏବଂ ଇଷ୍ଟବେଙ୍ଗଲ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଆଇଏସ୍ଏଲ୍ ପ୍ରତିଯୋଗିତାର ଇତିହାସରେ ଏହି ଦୁଇ ଦଳ ପରସ୍ପରକୁ 9 ଥର ଭେଟିଛନ୍ତି। ଉଭୟ 4 ଥର ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ଖେଳିଥିବା 22ଟି ମ୍ୟାଚ୍ରୁ 37 ପଏଣ୍ଟ ହାସଲ କରିଛି। ଅନ୍ୟପକ୍ଷରେ ଇଷ୍ଟବେଙ୍ଗଲ ସମ ପରିମାଣର ମ୍ୟାଚ୍ରୁ 27 ପଏଣ୍ଟ ପାଇ ତାଲିକାର 8ମ ସ୍ଥାନରେ ରହିଛି। ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। କୋଚିର ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଗତ ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ଜାମସେଦପୁର ଏଫ୍ସି ଏବଂ କେରଳ ବ୍ଲାଷ୍ଟର୍ସ ଏଫ୍ସି ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। କେରଳ ବ୍ଲାଷ୍ଟର୍ସ ଚଳିତ ଆଇଏସ୍ଏଲ୍ ସିଜନ୍ର ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି 32 ପଏଣ୍ଟ ହାସଲ କରିଥିଲେ ମଧ୍ୟ ଖେଳିବାକୁ ଆଉ 2ଟି ମ୍ୟାଚ୍ ବାକି ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଗୁଜରାଟର ଭନ୍ତାରାସ୍ଥିତ ପ୍ରାଣୀ ଉଦ୍ଧାର ଏବଂ ଥଇଥାନ କେନ୍ଦ୍ର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ। ଇପିଆଇସି ନମ୍ବର ସମାନ ରହିଥିଲେ ମଧ୍ୟ ମତଦାତା ନକଲି ନୁହନ୍ତି ବୋଲି ସ୍ପଷ୍ଟ କଲେ ନିର୍ବାଚନ ଆୟୋଗ। ଜନସାଧାରଣଙ୍କ ଅଭିଯୋଗର ପ୍ରଭାବଶାଳୀ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଜାମ୍ମୁ କାଶ୍ମୀର ବିଜେପି ବିଧାୟକଙ୍କୁ ପରାମର୍ଶ ଦେଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ। ରମଜାନ ମାସ ପାଳନ ଅବସରରେ ଗାଜାରେ ଅସ୍ଥାୟୀ ଅସ୍ତ୍ରବିରତି ପ୍ରସ୍ତାବ ନେଇ ସମ୍ମତି ପ୍ରଦାନ କରିଛି ଇସ୍ରାଏଲ୍। ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଉ ଅଳ୍ପ ସମୟ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।